ପିଲାମାନେ ଗତ କ୍ଲାସ୍ରେ ଆମେ ଆଲୋଚନା କରିଥିଲେ ଦ ୱାଇଫ୍ ଅଫ୍ ବାଥଷ୍ଟେଲ୍, ଯେଉଁଟାକି ସେକେଣ୍ଡ ସେମିଷ୍ଟର ପିଲାମାନଙ୍କ ପାଇଁ ୟୁନିଟ୍ 2ର ଅଛି। ସେଇ ୟୁନିଟ୍ 2ରେ ଆଉ ଗୋଟେ ବିଷୟ ଅଛି ତା ଅର୍ରେ ସାର୍ ଗୱେନ୍ ଆଣ୍ଡ ଦ ଗ୍ରୀନ୍ ନାଇଟ୍। ଏଇଟା ଗୋଟେ ପୋଏମ୍, ଏଟାକୁ ଆଲୋଚନା କରିବା ପାଇଁ କୁହାଯାଇଛି। ଆର ପାର୍ଟ 1 ଲାଇନ୍ 1ରୁ 490 ବଡ଼ କବିତାଟା, ଯେଉଁଟାକି ମୋ ପକ୍ଷେ ବୁଝେଇବା ସମ୍ପୂର୍ଣ୍ଣ ସମ୍ଭବପର ନୁହେଁ। ମୁଁ ଏହାର ପୂର୍ବାପର ସମ୍ପର୍କ ସହିତ ସମ୍ୟକ ଆଲୋଚନା କରିବି, ଆଶା କରେ ତୁମମାନେ ବୁଝିପାରିବ। ତ ପିଲାମାନେ, ଏଟା ହେଉଛି ଆଙ୍ଗ୍ଲୋ ନର୍ମାନ ଲିଟରେଚର, ସାର୍ ଗୱେନ୍ ଆଣ୍ଡ ଦ ଗ୍ରୀନ୍ ନାଇଟ୍। ନା, ଏଇ ଯେଉଁ ଆଙ୍ଗ୍ଲୋ ନର୍ମାନ ଲିଟରେଚରରେ ତାର ଆଉ ଗୋଟିଏ ମୁଖ୍ୟ ବିଭାଗ ଥିଲା ରୋମାନ୍ସ। ଏଇ ଯେଉଁ ରୋମାନ୍ସ ସେ ସମୟର ଇଂଲଣ୍ଡରେ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିଥିଲା। ଦୁଃସାହସୀ ବୀରଙ୍କର ଦୁର୍ଗମ ପଥରେ ଅଭିଯାନ, ପ୍ରେମ, ଯୁଦ୍ଧ ଆଦି ଏହାର ବିଷୟବସ୍ତୁ ଥିଲା। ବିଷୟବସ୍ତୁ ଦୃଷ୍ଟିରୁ ଏଗୁଡ଼ିକ ଫ୍ରାନ୍ସ, ରୋମ୍, ଗ୍ରୀସ୍ ବା ଇଂଲଣ୍ଡର ଉପାଦାନ ଉପରେ ମୁଖ୍ୟତଃ ଆଧାରିତ। କାହିଁକି ସେଇ ସବୁ ଏରିଆରେ କଲଚର ଗଢ଼ି ଉଠିଛି ଇଂଲିଶ ଲିଟରେଚର, ତେଣୁ ଅବଭିୟସଲି ସେଇ ସବୁ ଅଞ୍ଚଳରେ ହେବ। ତେଣୁ ଆରବିଆନ୍ ନାଇଟ୍ ପରି ପ୍ରାଚ୍ୟ ହେଉଛି ଆମର, ପାଶ୍ଚାତ୍ୟ ସେମାନଙ୍କର ଇଂଲଣ୍ଡ। ତେଣୁ ଆରବିଆନ୍ ନାଇଟ୍ ପରି ପ୍ରାଚ୍ୟ ଉପାଦାନ ମଧ୍ୟ ଏହାର ଭିତ୍ତିଭୂମି ଥିଲା। ଫ୍ରେଞ୍ଚ ଉପାଦାନ ମଧ୍ୟରେ ବୀର ଶାର୍ଲମେନ୍ ଓ ତାହାଙ୍କ ସହଚରଙ୍କ କାହାଣୀ ମୁଖ୍ୟ ଥିଲା। ସେହିପରି ରୋନାଲ୍ଡ ଆଣ୍ଡ ଭର୍ନିଗ୍ୟୁ ଏ ମଧ୍ୟରେ ଥିଲା ଶ୍ରେଷ୍ଠ ରଚନା। କେଉଁଟା? ଯେଉଁଟା ଆଙ୍ଗ୍ଲୋ ନର୍ମାଲ ଲିଟରେଚରରେ ଯେଉଁ ମୁଁ ରୋମାନ୍ସ କଥା କହୁଛି। ସେହିପରି ରୋମ୍ ଆଉ ଗ୍ରୀକ୍ ଉପାଦାନ ଉପରେ ଆଧାରିତ ରୋମାନ୍ସ ଗୁଡ଼ିକରେ ଟ୍ରୟ ନଗରୀର ଯେଉଁ ପତନ କାହାଣୀ, ଟ୍ରୟ ଷ୍ଟୋରି, ପୁରା ଫେମସ୍ ଷ୍ଟୋରି ଶୁଣିଥିବ, ସେଇଟା ଫେମସ୍ ଥିଲା। ଆଉ କ'ଣ? ଆଲେକ୍ଜାଣ୍ଡରଙ୍କର ବୀରତ୍ୱ, ଏସବୁ ଫେମସ୍। ସେପରି ଇଂଲଣ୍ଡୀୟ ଉପାଦାନରେ ସେ ଯେଉଁ ରୋମାନ୍ସ ଥିଲା ତା ମଧ୍ୟରେ ହ୍ୟାଭଲକ୍, କିଙ୍ଗହର୍ନ ଆଉ ରାଜା ଆର୍ଥର ତଥା ରାଜା ଆର୍ଥରଙ୍କର ଯେଉଁ ନାଇଟ୍ ମାନେ ବୀରଯୋଦ୍ଧା, ଏଇମାନଙ୍କର ସମ୍ବନ୍ଧୀୟ ସବୁ ଫେମସ୍ ଥିଲା ରୋମାନ୍ସ। କେଉଁଟା? ଆଙ୍ଗ୍ଲୋ ନର୍ମାନ ଲିଟରେଚରରେ। ତେଣୁ 12th ସେଞ୍ଚୁରୀ ମିଡ଼ିଲ୍ ବା ମଝିରେ କ'ଣ ହେଇଛି ନା, ଜେଫ୍ରି ଅଫ୍ ମନ୍ମାଉଥ୍ ଲାଟିନ୍ ଭାଷାରେ ବ୍ରିଟନଙ୍କ ଇତିହାସ, ଯେଉଁଟା ହିଷ୍ଟୋରିଆ ରିଗୁମ୍ ବ୍ରିଟାନିକ ରଚନା କରିଥିଲେ। ଏଥିରେ ବହୁ ଅର୍ଥରିଆନ୍ କାହାଣୀ ସନ୍ନିବିଷ୍ଟ। କେଉଁଟା? କିଙ୍ଗ ଅର୍ଥରଙ୍କର ଯେଉଁ କାହାଣୀ ସନ୍ନିବିଷ୍ଟ ବା ଅଛି। ତେଣୁ କିଙ୍ଗ ଆର୍ଥର ଓ ତାଙ୍କର ଯେଉଁ ଗୋଲ ଟେବୁଲ, ରାଉଣ୍ଡ ଟେବୁଲ, ଏଇ ଯେଉଁ ବିଭିନ୍ନ କିମ୍ବଦନ୍ତୀ ସବୁ କାହାଣୀ, ଏଥିରେ ବହୁ ରୋମାନ୍ସ ସବୁ ଷ୍ଟୋରି ଜନ୍ମ ନେଇଛି ଏଇଥିରୁ, ଏଇ ଯେଉଁ ରଚନାଟା ହିଷ୍ଟୋରିଆ ବେଗମ୍ ବ୍ରିଟାନିକା। ତେଣୁ ସେ ଯେଉଁ ନାଇଟ୍ସ ମାନେ ଥିଲେ ରାଜା ଆର୍ଥରଙ୍କର ଯେଉଁ ଗୋଲ ଟେବୁଲ ବୈଠକରେ ସମସ୍ତେ ଏକତ୍ରିତ ହୁଅନ୍ତି। ବୀରତ୍ୱର ଆଦର୍ଶ ଅନୁଯାୟୀ ନାନା ଦୁଃସାହସିକ କାର୍ଯ୍ୟରେ ସେମାନେ ବ୍ୟାପୃତ ହୁଅନ୍ତି। ଏହି ବୀରଙ୍କ ମଧ୍ୟରେ ସାର୍ ଗୱାନ୍, ଯେଉଁ ବିଷୟ ଆମେ ପଢ଼ିବା, ସାର୍ ଗୱାନ୍, ଲାନ୍ସଲଟ୍, ଟ୍ରିଷ୍ଟେମ୍, ପାର୍ସିଭାଲ, ମାର୍ଲିନ୍ ଆଦି ପ୍ରଧାନ। ତେଣୁ କେଉଁ କାହା ସହିତ କାହାର ସମ୍ବନ୍ଧରୁ ଜାଣିପାରିଲ? ସେଇଥିପାଇଁ ମୁଁ କହୁଥିଲି ପୂର୍ବପର ଆଲୋଚନା କରିବା ପାଇଁ। ତେଣୁ କିଙ୍ଗ ଆର୍ଥରଙ୍କ ଯେଉଁ ଗୋଲ ଟେବୁଲ ବୈଠକ ହୁଏ, ସେଠି ବିଭିନ୍ନ ବୀର ଏକତ୍ରିତ ହୁଅନ୍ତି, ସେମାନଙ୍କର ବୀରତ୍ୱର କାହାଣୀ କହନ୍ତି। ସେଇ ବୀରମାନଙ୍କ ମଧ୍ୟରେ ଗୱାନ୍, ଲାନ୍ସଲଟ୍, ଟ୍ରିଷ୍ଟବେଟ୍, ପାର୍ସିଭାଲ, ମାର୍ଲିନ୍ ଏସବୁ ଆଦି ପ୍ରଧାନ। ତେଣୁ ରାଜା ଆର୍ଥରଙ୍କର ରାଣୀ ଗିନିଭାର ଆଉ ନାଇଟ୍ସ ଲାନ୍ସଲଟ୍ଙ୍କର ସହ କିଛି ଯେଉଁ ଲୁଚାଛପା ପ୍ରେମ ଥିଲା, ଯେଉଁଟା ଆମେ କହୁଛୁ ପାପ ପ୍ରଣୟ। ଏଣୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ରକ୍ତପାତ ଅନୁସନ୍ଧାନରେ ସେ ବ୍ୟର୍ଥ ହୋଇଯାଇଛନ୍ତି। ତା ପରବର୍ତ୍ତୀ ମୁହୂର୍ତ୍ତରେ ରାଜା ଆର୍ଥରଙ୍କୁ ବାଦ ଦେଇ ତାଙ୍କ ନାଇଟ୍ ସମ୍ବନ୍ଧୀୟ କାହାଣୀ ମଧ୍ୟ ଅଧିକ ପ୍ରଚଳିତ ହେଇଛି। କାହିଁକି? ନାଇଟ୍ ମାନେ ସବୁ ଫେମସ୍ ହେଇଗଲେ, ରାଜା ଡାଉନ୍ ହେଇଗଲେ। ତେଣୁ ଏଇସବୁ ଷ୍ଟୋରି ମଧ୍ୟରୁ ସାର୍ ଗୱାନ୍ ଆଣ୍ଡ ଦ ଗ୍ରୀନ୍ ନାଇଟ୍ ହେଉଛି ସର୍ବପ୍ରଧାନ। ଏବେ ଟିକେ ମାଇଣ୍ଡକି ଆସିଲା, ବୁଝିପାରିଲ? ଆଚ୍ଛା, ତାପରେ କ'ଣ ହେଇଛି ନା, ଷ୍ଟୋରି କି ଏବେ ଆସ ନା, ନ୍ୟୁ ଇୟର୍ ବା ନବବର୍ଷ ଉପଲକ୍ଷେ କିଙ୍ଗ ଆର୍ଥର ଓ ତାଙ୍କର ଯେଉଁ ନାଇଟ୍ସ ଗଣ ଭୋଜି ସଭାରେ
ସମସ୍ତେ କଥାବାର୍ତ୍ତା ହେଉଛନ୍ତି ବା ଆଳାପରତ ଗୋଲ ଟେବୁଲ ବୈଠକ ଚାଲିଛି। ଏତିକି ବେଳେ କ'ଣ ହେଇଛି, गोटे जो ग्रीन नाइट आम कौचे ग्रीन नाइट सबुज पोशाकधारी एक बड़ डेंगा चौड़ा नाइट सेठारे आसिक उपस्थित होइछि। से जो गोल टेबुल बैठक चलती खाया पीया चलती भोजी भात चलती नुआ वर्ष उपलक्षे से समय गोटे ग्रीन सबुज पोशाकधारी ग्रीन नाइट आसिक डेंगा चौड़ा लोकटा आसिक उपस्थित होइछि। तेणु राजांकर जेते नाइट अच्छी से समस्त को ता सहित वीरत्वर परीक्षा देवाई आह्वान कर आस किए बलुआ अच्छी मछ मो सहित युद्ध कर। तार शर्त गोटे विचित्र प्रकार था कौन ना राजांकर जेकोसी गोटे जो नाइट बा वीर जो मैंने बसिक नुआ वर्ष उपलक्षे गोल टेबुल बैठक में भोजी भात करुँच गोटे धारुआ कुराड़ी ता बेकरे गोटे चोट दब पर सेहीपरि एक आघात ग्रहण मध्य से करिवो से ताकू गोटे चोट दब ये भी ताकू गोटे चोट दब। तापरे जो सार गवान थिले कहले ठीक अच्छी मु तो बेकर देवी एवं सार गवान कौन कर सार गवान होचंदी किंग आर्थरंकर गोटे बड़ नाइट बड़ वीर फेमस वीर से गोटे कुराड़ी चटरे ग्रीन नाइटर मुंडटा को पूरा छिंडे दे किंतु तार जो मुंड छिंडी गला पर जो गंडीटी ता जो कौन करछि ना छिंडा मुंड को धरी गवान को वर्षक पर भेटिबा को कही सेठारु चली जाउछि एवं यथा समय गवान ग्रीन नाइट घरे उपस्थित होइछन्ति। ग्रीन नाइटर स्त्री प्रति आकृष्ट होइछन्ति। सार गवान गोटे नाइट योद्धा तेणु ता स्त्री ग्रीन नाइटर स्त्री गवान प्रति आकृष्ट होइछि किंतु सार गवान हो आदर्श वीर तेणु से तार प्रेम प्रणय को प्रत्याख्यान करिछन्ति एवं किछि उपहार ग्रहण करिछन्ति। प्रेम प्रत्याख्यान करदेले किछि मधे उपहार ग्रहण कले कहले मोर आदर्श वीर ना तांकर से प्रेम जो ग्रीन नाइटर स्त्री ताको प्रपोज कर मना करछन्ति किंतु किछि उपहार से नैछन्ति। तेणु यही दोष हेतु ग्रीन नाइट चोटरे मस्तक छिन्न हेले भी से सामान्य आघात पाइछन्ति कहीं से जन सचोट वीर थिले। एहीपरि भाव में सार गवान एंड द ग्रीन नाइटर विषय वस्तु आलोचना कराई अल्पके तुमको बुझेली। तेणु यही जो रोमांस गुड़िक से समय रोमांटिक मनोवृत्ति रूप पाई प्रेम वीरत्व बा धर्म उपर एगुड़िक सब आधारित। तेणु से समय राजा प्रसाद और दरबार में कौन सब घटे ये सब चित्र एमको मिली पारी। तेणु प्रकृति विशेषतः वन्य प्रकृतिर विशिष्ट भूमिका रही बुझिपाल। तेणु मु भावुची आशा करुँची द ग्रीन नाइट द सार गवान एटा तुम मैंने अल्पके बुझीपारी आज एतिकी पुणी देखा नेक्स्ट क्लास रे। रोहुची हैव ए गुड डे।